ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ଆଜି ପ୍ରଭୁ ଗୋଟିଏ ସୁନ୍ଦର ସମୟ ଦେଲେ ପ୍ରଭୁଙ୍କର ବାକ୍ୟ କହିବା ପାଇଁ। ପ୍ରାର୍ଥନା କରିକି ପ୍ରଭୁଙ୍କର ବାକ୍ୟ କହିବେ। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର ମହାନ ଧନ୍ୟବାଦ ଯୀଶୁ ପ୍ରଭୁ। ତୁମେ ପବିତ୍ର ଆତ୍ମା, ତୁମରି ପବିତ୍ର ବାକ୍ୟ ମୁଁ କହିବାକୁ ଚାହୁଁଛି ପ୍ରଭୁ। ପବିତ୍ର ଆତ୍ମା ସାହାଯ୍ୟ କର। ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣି ଯତ ଛୋଟ ପ୍ରାର୍ଥନା ଲୋକେ ଯୀଶୁ ଆମେ। ଆଜି ଟପିକ୍ ଅଛି ଆମ୍ଭେମାନେ ମହାପରିତ୍ରାଣ ଅବହେଳା କଲେ କିପରି ରକ୍ଷା ପାଇବା। ଆଜି ବିଭିନ୍ନ ଜିନିଷରେ ଆମେ ଅପେକ୍ଷାରେ ରହୁଛୁ, ଭଲ ଭାବରେ କାମ କରୁଛୁ, କେବଳ ପରିତ୍ରାଣକୁ ଅବହେଳା କରୁଛୁ। ଯେଉଁମାନେ ପ୍ରଭୁ ଯୀଶୁକୁ ଜାଣିଅଛ, ପରିତ୍ରାଣକୁ ଅବହେଳା କରନ୍ତୁ ନାହିଁ, ଯାହାକି ଆମକୁ ପରିତ୍ରାଣ ହିଁ ଦରକାର। ଏଭ୍ରି ପୁସ୍ତକ 2:3। ତେବେ ଏପରି ମହାପରିତ୍ରାଣ ଅବହେଳା କଲେ ଆମେମାନେ କିପରି ରକ୍ଷା ପାଇବା। ମହାପରିତ୍ରାଣ ମହାପରିତ୍ରାଣ ପାଇବା ଲାଗି ବୋଲି ପ୍ରଭୁଙ୍କର ନିୟମକୁ ପାଳନ କରିବାର ଅଛି। ପ୍ରଭୁଙ୍କ ପବିତ୍ର ବାକ୍ୟକୁ, ବାଇବେଲକୁ ଆମେ ପାଳନ କରିବାର ଅଛି। ଯେତେବେଳେ ଆମେ ପାଳନ କରିବା, ଯେତେବେଳେ ତାଙ୍କର ବାକ୍ୟ ଅନୁସାରେ ଆମେ ଚାଲିବା, ତାପରେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ହୋଇ ଶ୍ରବଣ କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା। ପ୍ରଥମରେ କ'ଣ? ପ୍ରଭୁଙ୍କ ଦ୍ୱାରା। ପ୍ରଭୁ ନିଜେ ଯୀଶୁଖ୍ରୀଷ୍ଟ ଆସିଥିଲେ, ସେମାନେ ନିଜେ ହିଁ କହୁଥିଲେ। ତଥାପି କେତେ ଲୋକ ଅବହେଳା କଲେ, କେତେ ଲୋକ ଯାହାକି ସିରିୟସ୍ ନେଲେ, କେତେ ଲୋକ ପ୍ରଭୁଙ୍କର ମହାପରିତ୍ରାଣ କେତେକ ଦେଖିବା ଲାଗି ଆସୁଥିଲେ। ଆମେ ସେଇଭଳିଆ ନାହିଁ। ଆମେ ପ୍ରଭୁର ମହାପରିତ୍ରାଣ ପାଇବାର ଅଛି। ତାହା ତ ପ୍ରଥମରେ ପ୍ରଭୁଙ୍କ ଦ୍ୱାରା କଥିତ ଶ୍ରବଣ। ପ୍ରଥମରେ ପ୍ରଭୁଙ୍କ ଦ୍ୱାରା, ପରମେଶ୍ୱରଙ୍କ ଦ୍ୱାରା, ସେ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଶୁଣିଅଛୁ। କରିଥିବା ବ୍ୟକ୍ତିମାନଙ୍କ ଦ୍ୱାରା, ବ୍ୟକ୍ତିମାନଙ୍କ ଦ୍ୱାରା, ଯେଉଁମାନେ ପ୍ରଭୁଙ୍କ ଦାସମାନେ ଆଜି ଆପଣମାନଙ୍କୁ ସମସ୍ତଙ୍କୁ କହୁଅଛନ୍ତି। ଆମ୍ଭମାନଙ୍କ ନିକଟରେ ପ୍ରମାଣ ସିଦ୍ଧ ହେଲା। ପ୍ରମାଣ ସିଦ୍ଧ ହେଲା କେମିତି? ବାଇବେଲ ଦ୍ୱାରା ସେ ପରିତ୍ରାଣ ବିଷୟ ଆଦି ସିଦ୍ଧ ହୋଇଅଛି। ସେ ପ୍ରଭୁଙ୍କର ବାକ୍ୟକୁ ଆମେ ପାଳନ କରିବାର ଅଛି, ପରିତ୍ରାଣକୁ। ହାଲେଲୁୟା। ଆମେ ଦେଖିବା ଏଭ୍ରି ପୁସ୍ତକ 10:29 କ'ଣ ଲେଖା ଅଛି? ତେବେ ଭାବି ଦେଖ ଯେ ଈଶ୍ୱରଙ୍କ ପୁତ୍ରକୁ ପ୍ରଦଳିତ କରିଅଛି। ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହ ଦାତା ଆତ୍ମାଙ୍କୁ ଅବମାନ କରିଅଛି। ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ। ତେବେ ଭାବି ଦେଖ ଯେ ଈଶ୍ୱରଙ୍କ ପୁତ୍ର ପ୍ରଦଳିତ କରିଅଛି। ଆମେ ଈଶ୍ୱରଙ୍କ ପୁତ୍ରକୁ ମାନିବାର ଅଛି, ସମ୍ମାନ ଦେବାର ଅଛି। ସେ ଯୀଶୁଖ୍ରୀଷ୍ଟକୁ ନିୟମ ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରକୃତ ହୋଇଥିଲା, ସେ ଯୀଶୁଙ୍କ ରକ୍ତ ଦ୍ୱାରା ଆଜି ଆମେ ପବିତ୍ରକୃତ ହୋଇଅଛୁ। ସେ ଯୀଶୁଙ୍କ ଦ୍ୱାରା, ଯୀଶୁକୁ ଛାଡ଼ିଲେ, ଯୀଶୁକୁ ଯେଉଁମାନେ ବିଶ୍ୱାସ କରୁଛନ୍ତି, ଯୀଶୁଙ୍କ ରକ୍ତ ଯେଉଁମାନେ ବିଶ୍ୱାସ କରୁଛନ୍ତି, ସେମାନେ ହିଁ ପବିତ୍ର ହୋଇପାରିବେ। ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି। ତାହାକୁ ସାମାନ୍ୟ ବିଷୟ ବୋଲି ମନେ, ଯେଉଁମାନେ ସାମାନ୍ୟ ବୋଲୁଛନ୍ତି,
ସାଧାରଣ କରୁଛନ୍ତି ସେମାନଙ୍କ ପାଇଁ ବହୁତ ସେମାନେ ପ୍ରଭୁଙ୍କର ପରିତ୍ରାଣ ମହାପରିତ୍ରାଣ ପାଇପାରିବେ ନାହିଁ। ଆମେ ସିରିୟସ୍ ନେବାର ଅଛି, ବେଶୀ ସିରିୟସ୍ ନେବାର ଅଛି। ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାକୁ ଅପମାନ କରିଅଛି। ସେ ଆତ୍ମାକୁ ସେ ଯୀଶୁକୁ ଆମେ ଅପମାନ କରେ ନାହିଁ। ଯେତେବେଳେ ଆମେ ପ୍ରଥମରେ ଯୀଶୁଙ୍କ ପାଖକୁ ଆସିନା ପ୍ରାର୍ଥନା ଯେତେବେଳେ କରାଗଲା, ପ୍ରଭୁଙ୍କୁ ଯେତେବେଳେ ପ୍ରାର୍ଥନା କରାଗଲା ସେତେବେଳେ ଆମେ କହୁନ ପ୍ରଭୁ ସବୁ କିଛି କରିଥିଲେ। ସେ ପ୍ରଥମ ଭଳି ଆମର ବିଶ୍ୱାସ ଅଛି କି? ସେ ପ୍ରଥମ ଭଳି ପ୍ରାର୍ଥନା ଅଛି କି? ଆମେ କେବେ ବି ଅପମାନ କରିବା ନାହିଁ। ପ୍ରଭୁ ଯୀଶୁ ସେ ସ୍ୱୟଂ ପରମେଶ୍ୱର, ସେ ସ୍ୱୟଂ ପରମେଶ୍ୱରକୁ ଆଜି ଆମେମାନେ ପାଇଅଛୁ। ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ। ଯେଉଁମାନେ ଆଜି ଯୀଶୁକୁ ନିନ୍ଦା ଅପମାନ କରୁଛ, ଯେଉଁମାନେ ବିଶ୍ୱାସ କରିକି ଆଜି ବେକ୍ସା ପଛ ଫେରି ଯାଇଛ, ସେମାନେ ତୁରନ୍ତ ପୁଣି ପଳେଇ ଆସନ୍ତୁ, ନହେଲେ ବହୁତ କଷ୍ଟ ଅଛି ସେମାନଙ୍କ ପାଇଁ। ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ। ଯେଉଁମାନେ ଆଜି ପ୍ରଭୁଙ୍କ ନାମକୁ ଅବହେଳା କରୁଛନ୍ତି, ପ୍ରଭୁକୁ ସମ୍ମାନ ଦେଉନାହାନ୍ତି, ପ୍ରଭୁଙ୍କର ଆଜ୍ଞାରେ ଚାଲୁନାହାନ୍ତି, ସେମାନଙ୍କ ପାଇଁ ବହୁତ ଦଣ୍ଡ ଅଛି। ଆମେ ମାନେ ସେଇଭଳିଆ ହେବା ନାହିଁ, ଆପଣମାନେ ସେଇଭଳିଆ ହେବା ନାହିଁ। ପ୍ରଭୁ ଯୀଶୁକୁ ସମ୍ମାନ ଦିଅନ୍ତୁ, ପ୍ରଭୁଙ୍କର ଇଚ୍ଛାରେ ଚାଲନ୍ତୁ। ପ୍ରଭୁଙ୍କର ଅନୁଗ୍ରହ ପରିତ୍ରାଣ ମହାପରିତ୍ରାଣ ପାଇବାର ଅଛି। ହାଲେଲୁୟା। ଏଭ୍ରି ପୁସ୍ତକ 13:20 ଆମେ ଦେଖିବା। ଏଭ୍ରି ପୁସ୍ତକ 13:20। ହାଲେଲୁୟା, ପ୍ରେଜ୍ ଲର୍ଡ। ଏଭ୍ରି ପୁସ୍ତକ 13:20 କ'ଣ ଲେଖାଯାଇଛି? ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତ କାଳ ସ୍ଥାୟୀ ନିୟମ ରକ୍ତ ହେତୁ ପ୍ରଧାନ ମେଷପାଳକ ହତରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ମୃତ୍ୟୁମାନଙ୍କ ମଧ୍ୟରେ ଫେରାଇ ଆଣିଲେ। ଯେଉଁ ଶାନ୍ତିଦାତା ଈଶ୍ୱର ଅନନ୍ତ କାଳ ନିୟମ ରକ୍ତ ହେତୁ, ଶାନ୍ତିଦାତା ଈଶ୍ୱର ସେ ପରମେଶ୍ୱର, ସେ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଅନନ୍ତ କାଳ ନିୟମର ରକ୍ତ ହେତୁ, ସେ ଯୀଶୁଙ୍କ ରକ୍ତ ଦ୍ୱାରା ଆମେ ଆଜି ଅନନ୍ତ କାଳ ଆନନ୍ଦ କରିବାର ଅଛି। ଅନନ୍ତ କାଳ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ପ୍ରଧାନ ମେଷପାଳ ଅର୍ଥାତ୍ ଆମମାନଙ୍କୁ ପ୍ରଭୁ ଯୀଶୁଙ୍କ ମୃତ୍ୟୁ ମଧ୍ୟରୁ ଫେରାଇ ଆଣିଲେ। ଯେ ଆମେମାନେ ମୃତ୍ୟୁ କ'ଣ କଲା? ପ୍ରଧାନ ମେଷପାଳ ଅର୍ଥାତ୍ ଆମମାନଙ୍କୁ ପ୍ରଭୁ ଯୀଶୁଙ୍କୁ ମୃତ୍ୟୁ ମଧ୍ୟରୁ ଫେରାଇ ଆଣି, ଯେଉଁମାନେ ଆମେମାନେ ବିନଷ୍ଟ ଥିଲା, ମୃତ୍ୟୁ ହେବା ପାଇଁ ଥିଲା, ପ୍ରଭୁ ଯୀଶୁ ମୃତ୍ୟୁ ମଧ୍ୟରୁ ଫେରା। ଯେଉଁମାନେ ଆମେ ମୃତ୍ୟୁ ହେଉଥିଲା, ଆମେ ପାପରେ ମୃତ୍ୟୁ ଥିଲା, ଅନ୍ଧକାରରେ ପତିତ ଥିଲା, ସେଣୁ ଯୀଶୁଙ୍କ ରକ୍ତ ଦ୍ୱାରା ଆଜି ଆମେ ପରିତ୍ରାଣ ପାଇଛୁ, ଜୀବନ ପାଇଅଛୁ, ଆଶୀର୍ବାଦ ପାଇଅଛୁ, ଶାନ୍ତି ପାଇଅଛୁ। ସେ ପ୍ରଭୁ ଯୀଶୁରେ ଆମେମାନେ ଲାଗିକି ରହିବାର ଅଛି। ପ୍ରଭୁକୁ ଯେଉଁମାନେ ପାଇଲାନି ତାଙ୍କର ଜୀବନ ଦେଖ, ସେମାନେ ଆଜି ଏତେ ଶାନ୍ତିରେ ନାହାନ୍ତି, ଏତେ ଖୁସିରେ ନାହାନ୍ତି। ଯେଉଁମାନେ ପ୍ରଭୁଙ୍କର ବାକ୍ୟ ଅନୁସାରେ, ପ୍ରଭୁଙ୍କର ଇଚ୍ଛା, ସେମାନେ ଶାନ୍ତିର ପାତ୍ର ମହାପରିତ୍ରାଣକୁ ଅପେକ୍ଷାରେ କରିଛନ୍ତି। ହାଲେଲୁୟା। ଆମେ ଦେଖିବା ପୁଣି ତା ତଳକୁ 21 ନମ୍ବର। ତାହାଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ, ପ୍ରଭୁଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ ସେଇଭଳିଆ କାମ ଆଜି ଆମେ କରିବାର ଅଛି। ପ୍ରଭୁଙ୍କ ଦୃଷ୍ଟିରେ ଯାହା ସନ୍ତୋଷଜନକ ନାହିଁ, ସେ କାମ କରିପାରିବା ନାହିଁ। ଆମେ କରିବାର ଅଛି ତାହା ସେ ଆମମାନଙ୍କ ଅନ୍ତରରେ ଯୀଶୁ ଖ୍ରୀଷ୍ଟ ଦ୍ୱାରା ସମ୍ପୂର୍ଣ୍ଣ କରି ତାହାଙ୍କ ଇଚ୍ଛା ସାଧନ କରିବାକୁ। ତାହାଙ୍କ ଆମ ଅନ୍ତଃକରଣରେ ଆମେ ଭାବିବାର ଅଛି। এই ଅନ୍ତଃକରଣ, এই ହୃଦୟ କେବେ କହିବ ନା ଯେ ଖରାପ ରାସ୍ତାକୁ ଯା ବୋଲିକି।
କି ଖରାପ କାମ ଆମେ ଉତ୍ତମ ଜିନିଷ କରିବାର ଅଛି ଓ ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ୍ଣ କରି ତାହା ଇଚ୍ଛା ସାଧନ କରିବାକୁ ପ୍ରଭୁ ଯୀଶୁ ଯେନ୍ ଆମକୁ ଯେଉଁ ଦାୟିତ୍ୱ ଦେଇଛନ୍ତି, ଯେଉଁ ବୋଝ ଦେଇଛନ୍ତି, ସେଟା ଆମେ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବାର ଅଛି। କରିଲେ ଆମେ ପ୍ରଭୁଙ୍କର କିଛି ସମୟ ବାହାର କର, ପ୍ରଭୁ ଆଗାମୀ ଦିନ ଆପଣଙ୍କୁ କିଭଳି ବ୍ୟବହାର କରିବେ। ହାଲେଲୁୟା। ତୁମ୍ଭେମାନେ ପ୍ରତ୍ୟେକ ସତ୍କର୍ମ ସିଦ୍ଧ କରନ୍ତୁ। ଆମେ ଯଦି ପ୍ରଭୁ ଯୀଶୁକୁ ଜାଣୁ ସତ୍କର୍ମ କରିବାର ଅଛି, ଆମେ ସତ୍ୟରେ ଚାଲିବାର ଅଛି। ଆଜି ଲୋକମାନେ କହିଦେବେ ନାଇଁ, ଆଜି ଆମେ କେମିତି ଗୋଟେ ସତ୍କର୍ମ କରିବାର ଅଛି। ଯେତେବେଳେ ଆମେ ପ୍ରଭୁଙ୍କ ଠାରେ ଆମେ ଯେତେବେଳେ ସତ କଥା କହିବା ଲୋକକୁ କି ସମାଜରେ, ଆମକୁ ଦେଖିକି ଆମ ଯୀଶୁଙ୍କର ପରିଚୟ ପାଇବେ। ହାଲେଲୁୟା। ଯୁଗେ ଯୁଗେ ଗୌରବ ତାହାଙ୍କର, ଯୁଗେ ଯୁଗେ ସର୍ବଦା ଅନନ୍ତ କାଳ ସ୍ଥାନରେ ସବୁଦିନ ଯୀଶୁଙ୍କର ଗୌରବ ପ୍ରଶଂସା ହେବାର ଅଛି। ତାପରେ ଆମେ ସେଇଭଳିଆ ପ୍ରଭୁଙ୍କରେ ଲାଗି ରହିବାର ଅଛି। ଏ ଛୋଟିଆ ବାକ୍ୟ ଦେଇ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ ପ୍ରଭୁ। ଆଜି ମହାପରିତ୍ରାଣକୁ ଅବହେଳା କରିଛନ୍ତି ବହୁତ ଲୋକମାନେ ପ୍ରଭୁ। ଏହି ମହାପରିତ୍ରାଣ ପାଇବାରେ ପବିତ୍ର ସମସ୍ତ ସାହାଯ୍ୟ କର। ବିଶ୍ୱସ୍ତ ନମ୍ରତାରେ ପ୍ରଭୁ ଏହି ବାକ୍ୟ ଅନେକ କିନ୍ତୁ ପରିବର୍ତ୍ତନ ସାହାଯ୍ୟ। ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣି ଛୋଟ ପ୍ରାର୍ଥନା ପ୍ରଭୁ ପ୍ରିୟ ଯୀଶୁ ନାମ ଅଛି। ଆମେନ୍।